ଆଜି ଶୁଣିବା ଓଡ଼ିଆ କଥା ସାହିତ୍ୟର ବିଖ୍ୟାତ ଗାଳ୍ପିକ ସଦାନନ୍ଦ ତ୍ରିପାଠୀଙ୍କର ଗଳ୍ପ। ଗଳ୍ପର ନାମ ସତୀ। ଅସୁର ବଂଶ ଅନେକ ବର୍ଷ ତଳୁ ସମୂଳ ଲୋପ ପାଇଗଲାଣି ବୋଲି ଯେଉଁ ଭ୍ରାନ୍ତ ଧାରଣା ଆମ ଭାରତୀୟମାନଙ୍କର ଥିଲା, ତାହା ଗତ ବର୍ଷ ଏଇ ଦିନେ ଭାଙ୍ଗି ଚୁରମାର ହେଇଗଲା। କେମିତି କେଜାଣି ବଞ୍ଚି ରହିଥିବା ଗୋଟିଏ ଅସୁର ସମ୍ପର୍କରେ ସେତିକିବେଳେ ଯେ ଖବର ମିଳିଲା, ଯେତେବେଳେ ସେ ଅସୁରଟି ପ୍ରତ୍ୟକ୍ଷ ଦିବାଲୋକରେ ଜୟପୁରର ଜନୈକ କୋଟିପତିଙ୍କ ଏକମାତ୍ର ଅଲିଅଳି ତଥା ସୁନ୍ଦରୀ କନ୍ୟା ସତୀକୁ ତାଙ୍କର ଦୁର୍ଭେଦ୍ୟ ପ୍ରାସାଦ ଭିତରୁ ଉଠାଇ ନେଇଗଲା। ଶେଷ ସୁଦ୍ଧା ସମସ୍ତେ ଜାଣିବାକୁ ପାଇଲେ ଯେ ସେ ଅସୁରଟିର ନାଁ ଥିଲା ରାଜ ଓ ତାର ଆସ୍ଥାନ ଥିଲା ବିନ୍ଧ୍ୟ ପର୍ବତର ଗୋଟିଏ ଅଗମ୍ୟ ଢାଲୁ ଶଯ୍ୟାରେ। ଅସୁରଟି ଥିଲା ବଡ଼ ମାୟାବୀ। କେତେବେଳେ ଓ କେମିତି ଯେ ସେ ସହରର ମଝିରେ ଜନବହୁଳ ବସତି ଅଞ୍ଚଳରେ ଥିବା ଉକ୍ତ କୋଟିପତିଙ୍କ ପ୍ରାସାଦ ଭିତରକୁ ପ୍ରବେଶ କଲା, କେହି ତାର ଟେର ପାଇପାରିଲେ ନାହିଁ। ସତୀକୁ ତାର ଶୟନ କକ୍ଷରୁ ଉଠାଇ ନେଲା ବେଳେ ସତୀର ଚିତ୍କାର ଶୁଣି ଅନ୍ୟମାନେ ଆସିବା ବେଳକୁ ତାକୁ ନେଇ ସେ ଆକାଶରେ ଉଡ଼ିବା ଆରମ୍ଭ କରିସାରିଥିଲା। ସେତେବେଳେ ଅସୁରଟିର ପାପୁଲିର ଦୀପାଳିରେ ଇତସ୍ତତଃ ହେଉଥିବା ସତୀ ଧଳା ବସନ ପିନ୍ଧିଥିବାରୁ ହୁଏତ ଦିଶୁଥିଲା ଗୋଟିଏ ପ୍ରକମ୍ପିତ ଦୀପଶିଖା ପରି। ଅସୁରଟି କ୍ରମେ ଊର୍ଦ୍ଧ୍ୱକୁ ଉଠିଯାଇ ଶେଷରେ ଗୋଟିଏ ମେଘଖଣ୍ଡ ଭଳି ଦିଶି କୁଆଡ଼େ ମିଳେଇଗଲା। ତା ପରଠାରୁ ଅନେକ ଦିନ ଯାଏ ଆଉ କିଛି ଖବର ମିଳିଲା ନାହିଁ। ଦୁର୍ଘଟଣାଟି ଘଟିଯିବା ପରେ ଅବଶ୍ୟ ଦେଶର ଛୋଟ ବଡ଼ ଅନୁଷ୍ଠାନ ତାର ନିନ୍ଦାବାଦ କଲେ। ଶାସକ ତଥା ବିରୋଧୀ ଦଳର ସମସ୍ତ ନେତା ବିବୃତି ଦେଇ କହିଲେ ଯେ ତାହା ଖୁବ୍ ଦୁର୍ଭାଗ୍ୟଜନକ। ପୋଲିସ ତଥା ଗୋଇନ୍ଦା ବିଭାଗର କତିପୟ କର୍ମଚାରୀ ବେତନଭୋଗୀ ହିସାବରେ ସେମାନଙ୍କର ଯେତେ ଦୂର ଦୌଡ଼ାଦୌଡ଼ି କରିବା ଓ କାଗଜପତ୍ର ବା ଫାଇଲ କାମ କରିବା କଥା କଲେ। ପ୍ରାୟ ସମସ୍ତ ଖବରକାଗଜ ପ୍ରକାଶନ ସଂସ୍ଥା ସେମାନଙ୍କର କାଗଜରେ ନିଜର ଆଭିମୁଖ୍ୟ ତଥା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖବର ଓ ଫିଚର ପ୍ରକାଶ କଲେ। ଅନେକ ଖବରକାଗଜ ଓ ପତ୍ରିକାରେ ସତୀର ବିଭିନ୍ନ ଭଙ୍ଗୀର ଫଟୋ ସବୁ କଳା ଧଳା ବା ରଙ୍ଗୀନ ହେଇ ପ୍ରକାଶ ପାଇଲା। ତାକୁ ଖୋଜି ଆଣିଦେବା ଲୋକକୁ 10 ଲକ୍ଷ ଟଙ୍କାର ନଗଦ ପୁରସ୍କାର ଦିଆଯିବ ବୋଲି ସତୀର କୋଟିପତି ବାପାଙ୍କ ତରଫରୁ ଘୋଷଣା କରାଗଲା। ଯେଉଁ ସବୁ ପତ୍ରିକାର କଭର ପୃଷ୍ଠାରେ ସତୀର ଆକର୍ଷଣୀୟ ଫଟୋ ଛପାଯାଇଥିଲା, ସେଗୁଡ଼ିକ ଗରମ ପିଠା ବା ହଟ୍ କେକ୍ ଭଳି ବିକ୍ରି ହେଲା। ବିରୋଧୀ ଦଳଗୁଡ଼ିକର ମୁଖପତ୍ରଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥାର ଅଧପତନ ହେତୁ ଏପରି ଅଭୂତପୂର୍ବ ଦୁର୍ଭାଗ୍ୟଜନକ ଘଟଣା ଘଟିଥିବାରୁ ପ୍ରଧାନମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ମଧ୍ୟ ଦାବି ହେଲା। ଏପରିକି ଗୋଟାଏ ପାନ ମସଲା ତିଆରି କରୁଥିବା କମ୍ପାନୀ ତାଙ୍କ ପାନ ମସଲାର ପ୍ରଚାର ପାଇଁ ଏକ ମିନିଟିଆ ସିନେମାଟିଏ ମଧ୍ୟ ପ୍ରସ୍ତୁତ ତଥା ପ୍ରଦର୍ଶନ କଲେ, ଯାହାର ବିଷୟବସ୍ତୁ ପ୍ରଚାର ହେଲା। ଗୋଟିଏ ଛୋଟ ଚଡ଼ି ଓ ଛାତିକୁ ଅଧା ଆବୃତ କରିପାରୁଥିବା ବ୍ରେସିୟରଟିଏ ପିନ୍ଧି ଗାଧୁଆ ଘରୁ ବାହାରୁଥିବା ଅବସ୍ଥାରେ ସୁଗଠିତା ସୁନ୍ଦରୀ ଷୋଡ଼ଶୀଟିଏ ତାର ସାମ୍ନାରେ ଠିଆ ହୋଇ ଅଟ୍ଟହାସ୍ୟ କରୁଥିବା ଗୋଟିଏ ଅସୁରକୁ ଦେଖିବ, ଅଥଚ ଭୟଭୀତ ନ ହୋଇ ପଚାରିବ, ତମର ମତଲବ କ'ଣ? ଅସୁର ଉତ୍ତର ଦେବ, ମୁଁ ତୁମକୁ ଅପହରଣ କରିନେବାକୁ ଚାହେଁ। ତହୁଁ ଝିଅଟି କହିବ, ମୋତେ ନେଇ ତମେ ଯାହା ପାଇବ ତାଠୁ ଅଧିକ ପାଇବ ଏହି ପାନ ମସଲାରୁ। ଏହା କହି ଝିଅଟି ତା ଶେଯ ଉପରେ ପଡ଼ିଥିବା ତକିଆ ତଳୁ ପାନ ମସଲାର ପୁଡ଼ିଆଟିଏ ବାହାର କରିବା ପାଇଁ ନଇଁ ପଡ଼ିବା ମାତ୍ରେ ତାର ସ୍ତନର 3/4 ଦେଖାଯିବ ଓ ପୁଡ଼ିଆଟି ଅସୁରର ହାତରେ ଥୋଇ ନିଅ, ଖାଇ ଦେଖ ବୋଲି କହିବା ପରେ ଫୁଲ ସର ମାରିବା ପରି ହସିବ। ଅସୁର ପୁଡ଼ିଆଟିଏ ଚିରି ସେଥିରୁ ଅଳ୍ପ ପାନ ମସଲା ପାଟିରେ ପକାଇ ମାତ୍ରେ ଚିତ୍କାର କରିବ, ବାଃ! ଓ ତାପରେ ଖୁସି ହୋଇ ମନରେ ସହସ୍ୟ ବଦନରେ ସମ୍ପୃକ୍ତ ପାନ ମସଲାର ଗୁଣଗାନ କଲା ଭଳି ଗୀତଟିଏ ଗାଇ ଗାଇ ଆକାଶ ମାର୍ଗରେ ଏକାକୀ ଉଡ଼ିଯିବ। ଏପଟେ ଝରକା ପାଖରେ ଥାଇ ଝିଅଟି ଅସୁରକୁ ଟାଟା କରୁଥିବ। ଜୟପୁର ସହରରେ କୋକୁଆ ଭୟ ଖେଳିଯାଇଥିଲା। ଲୋକମାନେ ଠିକ୍ ଅନୁମାନ କରିପାରୁନଥିଲେ ଅସୁରଟିଏ ସତୀକୁ ଖାଇବା ପାଇଁ ନେଲା କି ମଣିଷ ସମାଜରେ ପ୍ରାୟତଃ ଘଟୁଥିବା ଏପରି ଅପହରଣ କାରଣ ବା ଉଦ୍ଦେଶ୍ୟ, ଯାହା ସେପରି କିଛି ଅଭିସନ୍ଧିରେ ଅପହରଣ କଲା।
କାରଣ ଯାହା ବି ହେଉ ପରିଣତି ହେଲା ବଡ଼ ବିଚିତ୍ର। ଅସୁର ଭୟରେ ବାଇଜୀମାନେ ସେମାନଙ୍କର ମୁଜରା ବନ୍ଦ କରିଦେଲେ। ଲାଇସେନ୍ସ ପ୍ରାପ୍ତ ଗଣିକାମାନେ ବି ବାହାରକୁ ବାହାରିଲେ ନାହିଁ। ସମସ୍ତେ ଘରର ଯାବତୀୟ ପ୍ରବେଶ ପଥକୁ ଏପରି ଭାବେ ଚୁଣ୍ଟି କରି ବନ୍ଦ ରଖିଲେ ଯେ ଯେମିତି ଅସୁରଟି ମାଛି ରୂପରେ ଆସିଲେ ବି ଘର ଭିତରକୁ ପ୍ରବେଶ କରିପାରିବ ନାହିଁ। କୁକୁର ରଖିନଥିବା ଲୋକ ମଧ୍ୟ ଗେଟ୍ରେ ବୋର୍ଡ ଝୁଲାଇ ରଖିଲେ, ଯେଉଁଥିରେ ଲେଖାଥିଲା କୁକୁର ପ୍ରତି ସାବଧାନ, ଓ ସଦର ଦରଜାରେ ଲେଖିଥିଲେ ବିନା ଅନୁମତିରେ ପ୍ରବେଶ କରିବା ନିଷେଧ। ସତୀ ଅପହରଣ ଘଟଣା ପରେ ଅବଶ୍ୟ ଆଉ ସେପରି କୌଣସି ଅପ୍ରୀତିକର ଘଟଣା ଘଟିଲା ନାହିଁ। କିନ୍ତୁ ସତୀର ଭାଗ୍ୟ ବା ଭବିଷ୍ୟତ ନେଇ ଲୋକମାନେ କେବଳ ହାଉ ହାଉ ହୋଇ ଆଲୋଚନା କରିବା ଛଡ଼ା ଅନ୍ୟ କିଛି ବ୍ୟବସ୍ଥା କରିପାରୁନଥିଲେ। କେହି କେହି ତଥାପି ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରୁଥିଲେ ଓ କେହି କେହି କହୁଥିଲେ ବିରୋଧୀ ଦଳ ଯଦି ଆ ଭିତରେ କ୍ଷମତାକୁ ଆସିଯାଆନ୍ତା ତେବେ କିଛି ହୋଇପାରିବ। ମାସାଧିକ କାଳ ବିତି ଯାଇଥିଲା। ସତୀର ଗୋଟିଏ ପ୍ରେମିକ ଥିଲା। ତାର ନାଁ ତ୍ରିବିକ୍ରମ। ସେ ସୈନ୍ୟ ବିଭାଗରେ ଚାକିରି କରୁଥିଲା, ଥିଲା ପଦସ୍ଥ। ତା ବାପା ବି ଜୟପୁରର ଜଣେ ଧନଶାଳୀ ବ୍ୟକ୍ତି। ସତୀ ସହ ତାର ବିବାହ ହେବା କଥା ଥିଲା। ସତୀ ଅପହରଣ ଘଟଣା ସମ୍ପର୍କରେ ଖବର ପାଇବା ପରେ ତ୍ରିବିକ୍ରମ ଛୁଟି ଦରଖାସ୍ତ ଦେଇଥିଲା, ଅଥଚ ଛୁଟି ମଞ୍ଜୁର ହେବା ପାଇଁ ଅନେକ ଦିନ ଲାଗିଲା। ଦିନେ ସେ ତାର ବନ୍ଧୁକ ସହ ଗୋଟିଏ ଜିପ୍ରେ ଆସି ଜୟପୁରରେ ପହଞ୍ଚିଲା। ତାପରେ ଅନେକ ଆଶାବାଦୀ ହୋଇ ଉଠିଲେ ଓ ସୁପ୍ତ ଆଲୋଚନାଟି ପୁନଶ୍ଚ ଜାଗ୍ରତ ହୋଇ ଉଠିଲା। କାଳ ବିଳମ୍ବ ନ କରି ତ୍ରିବିକ୍ରମ ତାର ବନ୍ଧୁକ ଓ ଜିପ୍ ନେଇ ଏକା ଏକା ସତୀର ସନ୍ଧାନରେ ବାହାରି ପଡ଼ିଲା। ତାକୁ ତା ଆତ୍ମୀୟ ସ୍ୱଜନମାନେ ବାରଣ କରିବା ଛଳରେ ବାରମ୍ବାର ଅବଶ୍ୟ କହିଲେ ଯେ ସତୀ ଆଉ ମିଳିବନି। ମିଳିଲେ ବି ସିଏ ଆଉ ସତୀ ହୋଇ ରହିନଥିବ, ବା ହୁଏତ ଜୀବନରେ ନଥିବ। ତ୍ରିବିକ୍ରମ ପିଲାଦିନେ ତାର ଆଈମାଠାରୁ ଅସୁର ଅସୁରଣୀଙ୍କ ବିଷୟରେ ଅନେକ କାହାଣୀ ଶୁଣିଥିଲା, ମନେ ରଖିଥିଲା ମଧ୍ୟ। ତେଣୁ ସେ ଜାଣିଥିଲା ଅସୁରମାନେ ପାହାଡ଼ ପର୍ବତ ଇଲାକାରେ ଗୁମ୍ଫାମାନଙ୍କରେ ରହନ୍ତି। ଅତଏବ କୌଣସି ସହରତଳି ଅଞ୍ଚଳରେ ପରିତ୍ୟକ୍ତ କୋଠା ଭିତରେ, କୌଣସି ବ୍ୟଭିଚାରଗ୍ରସ୍ତ ହୋଟେଲ କିମ୍ବା ବଦନାମ ଗଳିରେ ସତୀକୁ ଖୋଜିଲା ନାହିଁ, ଅଥବା କେଉଁ ଗାଁ ପାଖିଆ ଜଙ୍ଗଲର ବୁଦାଗୁଡ଼ିକୁ ଆଡ଼େଇ ଦେଖିଲା ନାହିଁ ଯେ କାଳେ ଅସୁର ସତୀକୁ ସେଇଠି ନେଇ ଲୁଚେଇ ରଖିଥିବ। ସେ ସିଧା ଜିପ୍ରେ ଅନେକ ଦୁର୍ଗମ ପାହାଡ଼କୁ, ପର୍ବତକୁ, ଇଲାକାକୁ ଯାଇ ରୀତିମତ ପରିଶ୍ରମ କରି ଝାଳ ନାଳ ଖଣ୍ଡିଆ ଖାବରା ହେଇ ସତୀକୁ ଖୋଜିଲା ରାତି ଦିନ ଏକାକାର କରି। ଶେଷରେ ବିନ୍ଧ୍ୟ ପର୍ବତରେ ସେ ଯାଇ ସତୀର ସନ୍ଧାନ ପାଇଲା। ପାଇନଥାନ୍ତା? ଭାଗ୍ୟକୁ ସେ ଜିପ୍ ଠିଆ କରାଇ ଚାରିଆଡ଼େ ଦୃଷ୍ଟି ବୁଲାଉଥିବା ବେଳେ ଦର୍ପଣ ପ୍ରତିଫଳନ ଭଳି ଗୋଟିଏ ରଶ୍ମି ତା ଆଖି ଆଗରେ ଦେଇ ଭୁଲିଗଲା। ତାପରେ ସେ ସଚେତନ ହେଇ ଦେଖିଲା ସୂର୍ଯ୍ୟର ବିପରୀତ ଦିଗରୁ ବାରମ୍ବାର ଏମିତି ରଶ୍ମି ଏକାଧିକ ସଂଖ୍ୟାରେ ତା ଉପରେ ପଡ଼ୁଛି। ସେ ବିସ୍ମିତ ହେଲା। ସେପରି ଏକ ନିର୍ଜନ ଇଲାକାରେ ଦର୍ପଣର ପ୍ରତିଫଳନକୁ ନେଇ ସେ କିଛି ସିଦ୍ଧାନ୍ତ ନେଇପାରୁନଥିଲା। ସୈନ୍ୟ ବିଭାଗରେ କାମ କରୁଥିବା ହେତୁ ଭୌତିକ କାଣ୍ଡ ଉପରେ ସେ ବିଶ୍ୱାସ ରଖୁନଥିଲା ଓ ଥିଲା ବଡ଼ ସାହସୀ। ସେ ତୁରନ୍ତ ନିଜ ବନ୍ଧୁକ ବାହାର କରି ଦୃଢ଼ ଭାବେ ଧରିଲା। ତାପରେ ପାହାଡ଼ର ବିଭିନ୍ନ ଅଂଶ ଉପରେ ଘନ ଘନ ଦୃଷ୍ଟି ବୁଲାଇଲା। ଏକ ସମୟରେ ସେ ଆବିଷ୍କାର କଲା ପର୍ବତର ଗୋଟିଏ ଢାଲୁ ଶଯ୍ୟାରେ ଖୁବ୍ କ୍ଷୁଦ୍ରକାୟ ଦିଶୁଛି କେହି ଜଣେ। ସୁନେଲି ଦେଖାଯାଉଛି ତା ରଙ୍ଗ। ସତୀ ହୋଇଥାଇପାରେ କି? ସେ ଚିତ୍କାର କଲା, ସତୀ! କିଛି ପ୍ରତ୍ୟୁତ୍ତର ଆସିଲାଣି, କେବଳ ପ୍ରତିଧ୍ୱନି। ତ୍ରିବିକ୍ରମ ଆଉ ବିଳମ୍ବ କଲା ନାହିଁ। କାନ୍ଧରେ ବନ୍ଧୁକ ଗଳାଇ ଦ୍ରୁତ ଗତିରେ ପର୍ବତର ସେହି ଢାଲୁ ଅଞ୍ଚଳ ଆଡ଼କୁ ଅଗ୍ରଗତି କଲା। ଯଥେଷ୍ଟ କମ୍ ସମୟ ମଧ୍ୟରେ ସେ ଯାଇ ସେଠି ପହଞ୍ଚିଲା ବେଳକୁ ଲୌହ ଲୁହାଣ। ସତୀ ତଥାପି ସେଇଠି ସେମିତି ଏପଟ ସେପଟ ହେଉଥିଲା। ସେ ପିନ୍ଧିଥିଲା ଅନେକ ଛୋଟ ଛୋଟ ଦର୍ପଣ ଖଚିତ ଏକ ଚିତ୍ର ବିଚିତ୍ର ସୁନେଲି ଶାଢ଼ୀ। ତ୍ରିବିକ୍ରମର ପ୍ରଥମ ପ୍ରଶ୍ନ, ଅସୁର କୋଉଠି? ସତୀ ଉତ୍ତର ଦେଲା, ଖାଦ୍ୟ ଅନ୍ୱେଷଣରେ। ତ୍ରିବିକ୍ରମ ଦ୍ୱିତୀୟ ପ୍ରଶ୍ନ, ତମେ ଏ ଶାଢ଼ୀ କୋଉଠୁ ପାଇଲ? ସତୀ କହିଲା, ମୁଁ ଯାହା କିଛି ବି ଦରକାର ବୋଲି କହୁଛି ଅସୁର ଅଳ୍ପ ସମୟ ଭିତରେ କୋଉଠୁ ନା କୋଉଠୁ ସଂଗ୍ରହ କରି ଆଣି ଦେଉଛି। ଆହୁରି ଅନେକ ଶାଢ଼ୀ ଲୁଗାପଟା ମଧ୍ୟ ଆଣି ଦେଇଛି। ସେଥିରୁ ଅଧିକାଂଶରେ ଏମିତି ଦର୍ପଣ ସବୁ ଲାଗିଛି। ମୋର ବିଶ୍ୱାସ ଥିଲା ତୁମେ ନିଶ୍ଚୟ କେବେ ଦିନେ ମୋତେ ଉଦ୍ଧାର କରିବାକୁ ଆସିବ। ଦିନବେଳା ତ ଅସୁର ଏଇଠି ରହେନି। ମୁଁ ଏମିତିକା ଲୁଗା ସବୁ ପିନ୍ଧି ଦିନ ସାରା ଏ ପାହାଡ଼ ଉପରେ ବୁଲୁଥାଏ।
ମୁଁ ଜାଣିଥିଲି ତମେ ଯଦି କେବେ ଆସି ପର୍ବତ ତଳେ ଠିଆ ହେବ ତେବେ ମୋର ଏହି ଲୁଗାରେ ଲାଗିଥିବା ଦର୍ପଣର ପ୍ରତିଫଳନ ହିଁ ତୁମକୁ ମୋ ପର୍ଯ୍ୟନ୍ତ ଆଣିବାରେ ସହାୟକ ହେବ। ତ୍ରିବିକ୍ରମର ତୃତୀୟ ପ୍ରଶ୍ନ, ତମ ଗୁମ୍ଫାଟି କେଉଁଠି? ସତୀ ହସିଲା ଓ କହିଲା, ଆମ ଗୁମ୍ଫା କ'ଣ? କୁହ ଅସୁରର ଗୁମ୍ଫା। ସେଇଟା ପର୍ବତର ସେପଟେ। ଜାଣ ମୋତେ ପ୍ରତିଦିନ କେତେ କଷ୍ଟ କରି ଏ ଉପରକୁ ଆସିବାକୁ ପଡ଼େ। ତ୍ରିବିକ୍ରମର ଚତୁର୍ଥ ପ୍ରଶ୍ନ, ଅସୁର ତୁମକୁ କିଛି ମନ୍ଦ ବ୍ୟବହାର କରିନି ତ? ସତୀ କହିଲା, ତୁମକୁ ହୁଏତ ବିଶ୍ୱାସ ଲାଗିବନି, କିନ୍ତୁ ମୁଁ ଯାହା ଦେଖୁଛି ଇଏ ଗୋଟେ ଖୁବ୍ ହୃଦୟବାନ ଅସୁର। ଅନେକ ମଣିଷଙ୍କ ଠାରୁ ମଧ୍ୟ ଉତ୍ତମ ପ୍ରକୃତିର। ମୋତେ ଆଣି ଏ ଗୁମ୍ଫାରେ ରଖିବା ପରଠାରୁ ସେ ଆଉ ମୋତେ ଛୁଇଁ ମଧ୍ୟ ନାହିଁ। ତ୍ରିବିକ୍ରମର ପଞ୍ଚମ ପ୍ରଶ୍ନ ଆଶ୍ଚର୍ଯ୍ୟ ସ୍ୱରରେ, ତେବେ ସିଏ ତୁମକୁ ଅପହରଣ କରି ଆଣିଥିଲା କାହିଁକି? ସତୀ ମୁରୁକି ହସି ଉଚ୍ଚାରଣ କଲା, ବିଚରା, ସେ ପରା ମୋତେ ବାହା ହେବାକୁ ଚାହେଁ। ବାହା ହେବା ପାଇଁ ଆଣିଛି ବୋଲି ତ କହିଲା, କିନ୍ତୁ କିଛି ଜବରଦସ୍ତି କରେନି। ମୁଁ ତାକୁ କହିଛି ଯେ ଆହୁରି ବର୍ଷେ ଯାଏ ମୋର କୁମାରୀ ବ୍ରତ ପାଳନ କରିବାକୁ ଅଛି। ଏ ବ୍ରତ 3 ବର୍ଷ ପାଳନ କରାଯିବା କଥା। ମୋର 2 ବର୍ଷ ଗଲାଣି। ବ୍ରତ ପାଳନ କରୁଥିବା କେବଳ ଫଳମୂଳ, କ୍ଷୀର ଆଦି ଭକ୍ଷଣ କରିବାକୁ ପଡ଼େ। ପାକ କରାଯାଇଥିବା ଖାଦ୍ୟ ଓ ପୁରୁଷର ଅଙ୍ଗ ସ୍ପର୍ଶ କରିବା ସମ୍ପୂର୍ଣ୍ଣ ନିଷେଧ। ଅସୁର ଅବଶ୍ୟ ବଡ଼ ମାୟାବୀ, ଅଥଚ ମୁଁ ତାକୁ ମାୟାରେ ଭୁଲାଇ ଦେଇଛି। ସେ ପ୍ରତିଦିନ ସନ୍ଧ୍ୟାରେ ମୋ ପାଇଁ ଯାବତୀୟ ପକ୍ୱ ଫଳ ସଂଗ୍ରହ କରି ଆଣି ଦେଉଛି। ମୋର ପାଖ ଲାଗୁନାହିଁ। ଆଶ୍ଚର୍ଯ୍ୟ କଥା, ଅସୁର ନିଜେ ବି କେବଳ ଫଳମୂଳ ଖାଏ, ଜୀବ ହତ୍ୟା କରେ ନାହିଁ, ସାତ୍ୱିକ ଭାବେ ବଞ୍ଚେ। ସେଇଥିପାଇଁ ବୋଧେ ତାର ପ୍ରକୃତି ଗୁଡ଼ିକ ମଧ୍ୟ ଜଣେ ଉନ୍ନତ ଧରଣର ମଣିଷ ପରି ହୋଇପାରିଛି। ଆଉ ଗୋଟେ ମଜା କଥା ଶୁଣିବ? ଏ ଅସୁରଟିର ମୋତେ ଗୋଟେ ନାଁ ମଧ୍ୟ ଅଛି। ତାର ନାଁ କୁଆଡ଼େ ରାଜ। ଏତିକି କହି ସତୀ ମନ ଖୋଲି ହସିଲା। ତାର ଦାନ୍ତରୁ ମୁକ୍ତା ଝରି ପଡ଼ୁଥିବା ଭ୍ରମରେ ତ୍ରିବିକ୍ରମ ମୋହାବିଷ୍ଟ ହୋଇ ତା ଆଡ଼କୁ ଚାହିଁ ରହିଲା ଓ କହିଲା, ତୁମକୁ ବିବାହ କରିବା ପାଇଁ ପାଇବା ପାଇଁ କେବଳ ଅସୁର କାହିଁକି, ଯେକୌଣସି ଦେବତା ବି ଲାଳାୟିତ ହୋଇପଡ଼ିବ ଓ କଠୋରତାର ତପସ୍ୟା କରିବାକୁ ମଧ୍ୟ ପଛଘୁଞ୍ଚା ଦେବ ନାହିଁ। ତମେ ଯେ କହିଲ ତମେ ଅସୁରକୁ ମାୟାରେ ଭୁଲାଇ ଦେଇଛ, ତାହା ଠିକ୍ କଥା। ତମ କଥାର ମାୟାରେ ନୁହେଁ, ତମ ରୂପର ମୋହରେ, ତମ ଲାଳିତ୍ୟର ମାୟାରେ ସେ ଭୁଲି ଯାଇଛି। ତୁମକୁ ପାଇବା ପାଇଁ ବର୍ଷଟିଏ ଅପେକ୍ଷା କରିବା କିଛି ସେମିତି ବଡ଼ ଧରଣର ସାଧନା ନୁହେଁ। ଏମିତି ତ ମୁଁ ବି ତୁମକୁ ବର୍ଷ ଧରି ଅପେକ୍ଷା କରି ଆସିଛି। ତୁମକୁ ମୁଁ ପିଲାଦିନରୁ ଜାଣିଛି, ଅନେକ ବର୍ଷ ହେଲା ଭଲ ପାଇଛି, ଅଥଚ ତୁମକୁ କେବଳ ଚୁମାଟିଏ ଦେବା ପାଇଁ ମୋର ନିରୀହ ଇଚ୍ଛାକୁ ତମେ ବାରମ୍ବାର ଖୁବ୍ ସହଜରେ ଟାଳି ଦେଇଛ। କହିଛ ବିବାହ ପୂର୍ବରୁ ପରସ୍ପରର ଅଙ୍ଗସ୍ପର୍ଶ କରିବା ମଧ୍ୟ ପାପ। ତାହା ହିଁ ଭାରତୀୟ ପରମ୍ପରା। ମୁଁ ତୁମକୁ ବାରମ୍ବାର କହିଛି, ଶାରୀରିକ ସତୀତ୍ୱ ବିଲକୁଲ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଅନେକ ବିଦେଶୀ ଶବ୍ଦକୋଷରୁ ସତୀତ୍ୱ, କୁମାରୀତ୍ୱ ଭଳି ଶବ୍ଦ ସବୁ ଉଠିଗଲାଣି, ତଥାପି ତମେ ଭୁଲି ନାହଁ, ବରଂ ପ୍ରତିଥର ମୋତେ ହିଁ ଭୁଲାଇ ଦେଇଛ। ସେ ଦୃଷ୍ଟିରୁ ଦେଖିବାକୁ ଗଲେ ରାଜ ଭଳି ମୂର୍ଖ ଅସୁରଟିକୁ ଭୁଲାଇ ଦେବା ତମ ପକ୍ଷରେ କିଛି କଷ୍ଟକର କଥା ନୁହେଁ। କଥା ବନ୍ଦ କରି ତ୍ରିବିକ୍ରମ ଆଶ୍ୱସ୍ତ ହୋଇଥିବା ପରି ଦିଶିଲା ଓ ଆତ୍ମତୃପ୍ତିର ହସଟିଏ ହସି ଶେଷ ପ୍ରଶ୍ନ ପଚାରିଲା, ଯଦି ତୁମକୁ ଏହି କୁଷ୍ଠିତ ଓ ବିଶାଳକାୟ ଅସୁରଟି ସହ ବିବାହ କରିବାକୁ ପଡ଼େ, ତମେ କ'ଣ କରିବ? କୁଷ୍ଠିତ ଓ ବିଶାଳକାୟ ଅସୁର? ସତୀ ଭ୍ରୂକୁଞ୍ଚିତ କଲା। ସେ ବଡ଼ ମାୟାବୀ। ମୋତେ ଏହି ଗୁମ୍ଫା ପର୍ଯ୍ୟନ୍ତ ଆଣିବା ପରଠାରୁ ସେ କେବେ ବି ନିଜ ରୂପ ଧାରଣ କରି ନାହିଁ। ମୋତେ ଆଣିବା ପାଇଁ ସେ ମାଛି ରୂପରେ ମୋ ଶୋଇବା ଘର ଭିତରକୁ ଗଲା ଓ ଆଣିବା ବେଳକୁ ଅସୁର ପାଲଟିଗଲା। ଏଇଠି ବଞ୍ଚିଥିବା ପରଠାରୁ ସିଏ ଗୋଟେ ରାଜପୁଅ ପରି ଚେହେରା ଧରିଛି, ମୋତେ ଭୁଲେଇବାକୁ ଚେଷ୍ଟା କରୁଛି। ସେ କହୁଛି କୌଣସି ବିପଦ ନ ପଡ଼ିଲେ ମୋ ଆଗରେ ସେ ଆଉ କେବେ ନିଜ ରୂପ ଧାରଣ କରିବ ନାହିଁ। ତ୍ରିବିକ୍ରମ କହିଲା, ଭାଗ୍ୟର କଥା, ଅସୁରଟି ତମଠାରେ ପୂରାପୂରି ବଶ ହୋଇଯାଇଛି। ତେବେ ଆମକୁ ତୁରନ୍ତ ଏ କବଳରୁ ମୁକ୍ତ କରିବା ପାଇଁ ଉପାୟ ବାହାର କରିବାକୁ ପଡ଼ିବ। ମୁଁ ଭାବୁଛି ଗୁମ୍ଫା ଭିତରେ ଯଦି ତମେ ଲୁଚି ରହିବାକୁ ଟିକିଏ ଜାଗା ମିଳିଯାଏ, ତେବେ ଆଜି ରାତିରେ ହିଁ ତାକୁ ଗୁଳି କରି ହତ୍ୟା କରିବି। ସତୀ କାତର ଭାବେ ବାରଣ କଲା, ନା ନା, ତମେ ସେ ଭୁଲ କର ନା। ଅସୁରମାନେ କ'ଣ ସେମିତି ମରନ୍ତି? ୟାର ଜୀବନ ନାଟିକା କୋଉ ସମୁଦ୍ର କି ପୋଖରୀର 7 ତାଳ ପଙ୍କ ଭିତରେ ପୋତା ଯାଇଥିବା ଫରୁଆ ଭିତରେ ଫରୁଆ, ତା ଭିତରେ ଫରୁଆ, ପୁଣି ସେ ଫରୁଆ ଭିତରେ ଫରୁଆ ହେଇ ତା ଭିତରେ ଥିବା ବହନଟେ କି ମାଛିଟେ ଦେହରେ ଥିବ। ସେଇଟିର ମୁଣ୍ଡ ଗଣ୍ଡି 2 ଖଣ୍ଡ କଲେ ଯାଇ ଇଏ ମରିବ। ତ୍ରିବିକ୍ରମ ତାଚ୍ଛଲ୍ୟ କଲା, ହେ,
ଏସବୁ ବୁଢ଼ୀ ଅସୁରୁଣୀ ଗପ କଥା ଶୁଣି ତମେ କହୁଛ। ସେ କାଳର ଅସୁର ଓ ଏ କାଳର ଅସୁର ଭିତରେ କ'ଣ କିଛି ବି ତଫାତ୍ ନାହିଁ? ତମେ ତ ପୁଣି କହୁଛ ଏ ଅସୁର ରାଜପୁତ୍ର ଭଳି ଦେଖାଯାଏ, ଉତ୍ତମ ମଣିଷ ପରି ବ୍ୟବହାର କରେ। ସତେ ଯୁକ୍ତି କଲା। କ'ଣ ହେଲା ସେଇଠୁ? ବିପଦ ପଡ଼ିଲେ ଅସୁର ପୁଣି ନିଜ ରୂପ ଧାରଣ କରିବ ନାହିଁ? ତା ଛଡ଼ା ରାତିରେ ଗୁମ୍ଫା ଭିତରେ ଶୋଇଥିବା ଅବସ୍ଥାରେ ସତକୁ ସତ ସେ ଯଦି ତମ ଗୁଳିରେ ମରିଯାଏ, ତେବେ ଆମେ ସେଇ ଗୁମ୍ଫା ଭିତରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିବା। କାରଣ ରାତିରେ ଗୁମ୍ଫାର ଦ୍ୱାର ବନ୍ଦ ରଖିବା ପାଇଁ ସିଏ ଯେତେ ବଡ଼ ପଥରଟିଏ ଗୁମ୍ଫା ମୁହଁରେ ରଖେ, ତାକୁ ଘୁଞ୍ଚାଇବା ପାଇଁ ସତ ସିଂହର ବଳ ଦରକାର। ତ୍ରିବିକ୍ରମ କହିଲା, ଆଚ୍ଛା ଆଚ୍ଛା, ତାହେଲେ ଆମକୁ ଅନ୍ୟ ଉପାୟ କରିବାକୁ ପଡ଼ିବ। ତମେ ନହେଲେ ଗୋଟେ କାମ କର, ଆଜି ରାତିରେ ଅସୁରକୁ ପରୋକ୍ଷ ଭାବରେ ପଚାରି ବୁଝିନିଅ ତାର ଜୀବନ ନାଟିକାଟା କେଉଁଠି ଅଛି, ତାପରେ ତାକୁ ନିଧନ କରିବା ଦାୟିତ୍ୱ ମୋର। ସତୀ କହିଲା, ଠିକ୍ ଅଛି। ତାପରେ ସେ ଦୁହେଁ ଗୁମ୍ଫା ପାଖକୁ ଆସିଲେ। ଗୁମ୍ଫା ଭିତରେ ତ୍ରିବିକ୍ରମ ନିଜର ଲୁଚି ରହିବା ପାଇଁ ଜାଗା ପାଇଗଲା। ସନ୍ଧ୍ୟା ହେଲା, ଅନ୍ଧାର ବହଳ ହେଲା। ପୂର୍ବ ଦିନର ବଳକା ଫଳମୂଳରୁ କିଛି ଖାଇ ନେଇ ତ୍ରିବିକ୍ରମ ଲୁଚି ରହିଲା ଗୋଟେ ପଥର ଆଢ଼ୁଆଳରେ। ତାର ଗୋଟେ ସନ୍ଦେହ ଥିଲା, କିନ୍ତୁ ସେ ବିଷୟରେ ସତୀକୁ ସେ କିଛି ପଚାରିଲା ନାହିଁ। ସତୀକୁ ଆଣିବା ପରେ ତାର କହିବା ଅନୁଯାୟୀ ଅସୁର ଅନେକ ଗୁଡ଼ିଏ ମହମବତୀ, ଗୋଟେ ଗ୍ୟାସ୍ ଲାଇଟ୍, ଗୋଟେ ଡ୍ରମ୍ କିରୋସିନ, ଅନେକ ଦିଆସିଲି ଆଣି ଦେଇଥିଲା ଓ ସନ୍ଧ୍ୟା ହେବାଠାରୁ ସକାଳ ଯାଏ ଗୁମ୍ଫା ଭିତରକୁ ଆଲୋକିତ ରଖିବା ପାଇଁ ସତୀର ଇଚ୍ଛାକୁ ଅସୁର ସଶ୍ରଦ୍ଧା ସ୍ୱୀକୃତି ଦେଇଥିଲା। ଗୁମ୍ଫା ଭିତରଟି ଆଲୋକିତ ରହିଲେ ଆପେ ତାର ସନ୍ଦେହ ମୋଚନ ହୋଇପାରିବ ବୋଲି ତ୍ରିବିକ୍ରମ ସେ ବିଷୟରେ ସତୀକୁ କିଛି ବି ପଚାରିବାକୁ ଉଚିତ ମନେ କଲା ନାହିଁ। ଗୁମ୍ଫା ଭିତରେ ମାତ୍ର ଗୋଟିଏ ଖଟ ଥିଲା, ଯଦିବା ଖଟଟି ଏବଂ ତା ଉପରେ ପଡ଼ିଥିବା ସେଜଟା ଖୁବ୍ ନୂଆ ଜଣା ପଡ଼ୁଥିଲା। ତ୍ରିବିକ୍ରମ ପଥର ଉହାଡ଼ରେ ଲୁଚିଯିବା ପରେ ସତୀ ଯାଇ ସେ ଖଟରେ ଗଡ଼ିଲା। ସାରା ଗୁମ୍ଫା ଭିତରେ ଅନ୍ୟ କେଉଁଠି ଅସୁରର ଶୋଇବା ବ୍ୟବସ୍ଥା ହୋଇଥିବା ପରି ଜଣାଗଲା ନାହିଁ। ସତୀ କ'ଣ ତାହେଲେ ମିଛ କହୁଛି? ତ୍ରିବିକ୍ରମ ଚିନ୍ତିତ ହୋଇପଡ଼ିଲା। ଅସୁର ଆସିଲା। ଗୁମ୍ଫାର ଦ୍ୱାର ଦେଶରେ ପହଞ୍ଚିବା ମାତ୍ରେ ଦୋଷୀଟିଏ ଭଳି କହିଲା, ତୁମକୁ ଭୋକ ଲାଗିବଣି ସତୀ? ମୋର ବିଳମ୍ବ ହୋଇଗଲା, ନିଅ ଏ ଫଳତକ ଖାଇଦିଅ। ଏହା କହି ଅସୁର ଗୋଟିଏ ଫଳ ଭର୍ତ୍ତି ନୂଆ ଝୁଲାମୁଣି ସତୀ ଆଡ଼କୁ ବଢ଼ାଇଦେଲା। ମୁଣିଟିକୁ ସନ୍ତର୍ପଣରେ ନେଉ ନେଉ ସତୀ କହିଲା, ମୁଁ ତ ଖାଇସାରିଲିଣି। ଅସୁର ପଶ୍ଚାତାପ କଲା, ଇସ୍, କି ଲଜ୍ଜା, କି ଲଜ୍ଜା! ମୋର ବିଳମ୍ବ ହେବାରୁ ସିନା ତୁମକୁ ବାସି ଫଳ ଖାଇ ପେଟ ଭର୍ତ୍ତି କରିବାକୁ ହେଲା। ଏତିକି କହିସାରି ହଠାତ୍ ଅସୁର ସୁ ସୁ କରି ଘନ ଘନ ନିଶ୍ୱାସ ଟାଣିଲା ଓ ଗୁମ୍ଫାର ଚତୁର୍ଦ୍ଦିଗକୁ ତରଙ୍ଗ ତରଙ୍ଗ ଚାହିଁ ପ୍ରଶ୍ନ କଲା, କ'ଣ ଏମିତି ମଣିଷ ମଣିଷ ଗନ୍ଧ ହେଉଛି? ତାହା ଶୁଣି ତୁରନ୍ତ ସତୀ କାନ୍ଦିବାର ଅଭିନୟ କଲା, ଅଥବା ସତକୁ ସତ କାନ୍ଦି ପକାଇ କହିଲା, ମୁଁ ତୁମକୁ କେତେ ଥର ବା ନ କହିଛି, ମୋତେ ଖାଇଦେଇ ତମେ ନିଜର ମନବୋଧ କର। ମୋତେ ଆଉ ଏମିତି ହନ୍ତସନ୍ତ କର ନାହିଁ। ମୋ ଛଡ଼ା ତ ଆଉ କେହି ମଣିଷ ଏଠି ନାହିଁ, କାହାର ଆସିବା ସମ୍ଭବ ନୁହେଁ। ତାପରେ ବି ତମକୁ ମଣିଷ ମଣିଷ ଗନ୍ଧ ହେଉଛି ଯଦି ମୋତେ ଖାଅ। ଅସୁର ଅଭିମାନ କଲା, ନାଇଁ ନାଇଁ, ସେମିତି କହି ମୋ ମନରେ ଦୁଃଖ କାହିଁକି ଦେଉଛ? ମୁଁ ଆସିବା ବେଳେ ପାହାଡ଼ ତଳେ ଗୋଟେ ମୋଟର ଗାଡ଼ି ଠିଆ ହୋଇଥିବାର ଦେଖିଲି ତ, ମୋତେ ସେତେବେଳୁ ଖାଲି ମଣିଷ ମଣିଷ ଗନ୍ଧ ହେଉଛି। ମୁଁ କ'ଣ କରିବି? କାଳେ କିଏ ଶିକାର କରିବାକୁ ଆସିଥିବେ, ଆମର ସେଥିରେ କ'ଣ ଅଛି? ତାପରେ ସତୀ ସ୍ମିତ ହସି ମୋହନୀୟ ଚାହାଣୀରେ ଅସୁର ଉପରେ କଟାକ୍ଷ ଆଣିଲା ଓ ତାର ଓଠରେ ହସ ଲାଗି ରହିଥିବା ଅବସ୍ଥାରେ ହିଁ ଖଟରେ ଗଡ଼ି ପଡ଼ିଲା। ଅସୁର ମଧ୍ୟ ସତୀ ଶୋଇଥିବା ଖଟଠାରୁ ବେଶ୍ କିଛି ଦୂରରେ ତଳେ ଗଳି ପଡ଼ିଲା। ଖଟ ଉପରୁ ମୁଣ୍ଡ ଉଠାଇ ସତୀ ବିରକ୍ତ ହେବାର ଅଭିନୟ କରି ଅଥବା ପ୍ରକୃତରେ ବିରକ୍ତ ହୋଇ କହିଲା, ସେଜ ନହେଲା ନାଇଁ, ଆଜି ମଧ୍ୟ ତଳେ ପକାଇ ଶୋଇବାକୁ ନିଜ ପାଇଁ ଡାଳପତ୍ର ତ କିଛି ଆଣିଲ ନାହିଁ ଯେ? ଅସୁର ଦେହ ଧାରଣ କରିଥିବା ବେଳେ ତମେ ଡାଳପତ୍ର ଉପରେ ଶୋଉଥିଲ, ଏବେ ଏ କୋମଳ ମଣିଷ ଶରୀରକୁ ଯାହା କଷ୍ଟ ଦେଉଛ, ମୋ କଥା ତମେ କାହିଁକି ବା ଶୁଣିବ? ମୁଁ ତମର କିଏ କି? ଅସୁର ଉଠି ବସି ପଡ଼ିଲା ଓ ଗଦଗଦ କଣ୍ଠରେ କହିଲା, ସେ କଥା ନୁହେଁ ସତୀ, କେବଳ ମଣିଷ ଶରୀର କାହିଁକି, ମୋତେ ଲାଗୁଛି ତମ ସହ ଏଇ କିଛି ଦିନ ରହିବା ଭିତରେ ମୁଁ ସତକୁ ସତ ମଣିଷ ପାଲଟି ଗଲିଣି। ମୋତେ ବି ପ୍ରକୃତରେ ତଳେ ଶୋଇବା ପାଇଁ ଭଲ ଲାଗୁନି। ତଥାପି ତମର ବ୍ରତ ସରିବା ଯାଏଁ କଠୋର ସଂଯମ ପାଳନ କରିବା ପାଇଁ ମୁଁ ଏପରି କରୁଛି। ଅଚାନକ ସତୀ ପ୍ରସଙ୍ଗ ବଦଳାଇ ଆଶଙ୍କା ପ୍ରକାଶ କଲା, ଆଜି ମୋର ମନ ଭାରି ପାପ ଛୁଇଁଛି। ତମର ବିନା ସାହାଯ୍ୟରେ ମୁଁ ତ ଆଉ ମଣିଷମାନଙ୍କ ପାଖରେ ପହଞ୍ଚି ପାରିବି ନାହିଁ। ପହଞ୍ଚିଲେ ବି ତମେ ମୋତେ ଅପହରଣ କରି ଆଣିଥିବାରୁ ମୋତେ ଆଉ ମଣିଷ ସମାଜ ଗ୍ରହଣ କରିବ ନାହିଁ। ତମ ବିନା ମୋର ଗତି ନାହିଁ କି ମୁକ୍ତି ନାହିଁ।
କାଳେ ଯଦି ଦୈବାତ୍ ତମେ ମରିଯାଅ ମୋର କ'ଣ ହେବ? ଅସୁର ଅଟହାସ୍ୟ କରିବା ବଦଳରେ ଦୁଃଖିତ ହୋଇଥିବା ପରି କହିଲା, ମୁଁ ମରିଯିବି? ମୁଁ ତ ମରିବାକୁ ଚାହେଁ। ଅସୁର ଜନ୍ମରୁ ପାର କରାଇବା ପାଇଁ, ମୁକ୍ତି ପାଇଁ ତ ମୁଁ ତୁମକୁ ଅପହରଣ କରି ଆଣିଛି। ସତେ ଆଶ୍ଚର୍ଯ୍ୟ ହେଇ ଉଚ୍ଚାରଣ କଲା, ଏଇ ତ ବଡ଼ ବିଚିତ୍ର କଥା। ହଁ, ଶୁଣିବାକୁ ଚାହୁଁଛି ଯଦି ଶୁଣ, ଅସୁର କହି ଚାଲିଲା। ଅବଶ୍ୟ ମୁଁ ଏସବୁ କଥା ତମ ବ୍ରତ ଶେଷ ହେବା ପୂର୍ବରୁ କହିବାକୁ ଚାହିଁନଥିଲି। ମଝିରେ ହଠାତ୍ ସତୀ କହି ଉଠିଲା, ନା ନା, କିଛି ଯଦି ସେମିତି ଆପତ୍ତିଜନକ କଥା ହୋଇଥାଏ ତମେ ବରଂ ମୋତେ କୁହନି। ଅସୁର କହିଲା, ଆପତ୍ତିଜନକ କଥା କିଛି ନାହିଁ। କେବଳ ମୋର ଯୋଜନା ପଣ୍ଡ ହୋଇଯିବା ଆଶଙ୍କାରେ ମୁଁ ତୁମକୁ ଏତେ ଦିନ ଯାଏ ସେସବୁ କହୁନଥିଲି। କିନ୍ତୁ ଏବେ ମୋର ହୃଦ୍ବୋଧ ହୋଇସାରିଲାଣି ଯେ ତମେ ଜଣେ ଖୁବ୍ ଭଲ ଝିଅ। ସମସ୍ତ ସତୀ ନାରୀ ଏମିତି ହିଁ ହୋଇଥିବେ। ମୁଁ ଜଣେ ସତୀ ହୋଇଥିବି ବୋଲି ତମେ କେମିତି ବିଶ୍ୱାସ କରୁଛ? ସତୀ ପଚାରିଲା। ଅସୁର କହିଲା, କେବଳ ତମର ନାଁ ସତୀ ବୋଲି ଯେ ତମେ ଯେ ଜଣେ ସତୀ ସେ କଥା ମୁଁ କହୁନାହିଁ। ତେବେ ପ୍ରକୃତରେ ତମେ ତମର ନାମକରଣର ସାର୍ଥକତାକୁ ବଜାୟ ରଖିଛ। ବହୁ ଅନୁସନ୍ଧାନ ପରେ ମୁଁ ସେ କଥା ଜାଣିପାରିଛି। ଯାହା ପାଇଁ ମୁଁ ଦୀର୍ଘ 12 ବର୍ଷ ଏହି ଗୁମ୍ଫା ଭିତରେ ରୁଦ୍ଧ ଦ୍ୱାରରେ ନ ଖାଇ ନ ପିଇ ତପସ୍ୟା କରିଛି, ତାକୁ ଭଲ ରୂପେ ନ ଚିହ୍ନି ଏତେ ଦୂର ନେଇ ଆସିବାର ମୂର୍ଖାମି କରିଥାନ୍ତି? ମୋ ପାଇଁ ତୁମେ 12 ବର୍ଷ ତପସ୍ୟା କଲ? ସତୀ ପ୍ରକୃତରେ ଆଶ୍ଚର୍ଯ୍ୟ ହୋଇ ପଚାରିଲା ଓ ଇତିମଧ୍ୟରେ ସେ ଖଟରୁ ଓହ୍ଲାଇ ଠିଆ ହୋଇ ପଡ଼ିଥିଲା। ଅସୁର କହି ଚାଲିଲା, ଠିକ୍ ତମ ପାଇଁ ନ ହେଲେ ବି ତମ ଭଳି ଜଣଙ୍କ ପାଇଁ ମୁଁ 12 ବର୍ଷ ତପସ୍ୟା କରିଛି। ଅବଶ୍ୟ ସୃଷ୍ଟି ହେଲା ବେଳକୁ ରାଜବଂଶ ସବୁ ଲୋପ ପାଇ ସାରିଲାଣି, ନଚେତ୍ ମୋତେ ଆଉ ତପସ୍ୟା କରିବାକୁ ପଡ଼ିନଥାନ୍ତା। ମୋର ସୃଷ୍ଟି ହେଲା ବେଳକୁ ଅସୁର ବଂଶ ବି ସମ୍ପୂର୍ଣ୍ଣ ଭାବେ ନିପାତ ହୋଇସାରିଥିଲା। କିଛି ହଜାର ବର୍ଷ ତଳେ ବଞ୍ଚି ରହିଥିବା କିଛି ଅସୁର ମଣିଷମାନଙ୍କ ଭିତରେ ଦୈବୀ ଗୁଣ ସହିତ ଅନେକ ଆସୁରିକ ପ୍ରବୃତ୍ତି ମଧ୍ୟ ଆସ୍ତେ ଆସ୍ତେ ସ୍ଥାନ ପାଉଥିବା ଦେଖି ଲଜ୍ଜାରେ ମିଳିତ ଭାବେ ଆତ୍ମହତ୍ୟା କରିସାରିଥିଲେ। ତଥାପି ମୋତେ ଈଶ୍ୱର ପୁନଶ୍ଚ ଅସୁର କରି ସୃଷ୍ଟି କଲେ। ଈଶ୍ୱର ବଡ଼ ନିଷ୍ଠୁର। ଈଶ୍ୱର ତୁମକୁ ସୃଷ୍ଟି କଲେ? ପ୍ରଶ୍ନଟି ପଚାରି ପ୍ରବଳ ଉତ୍ସୁକତାରେ ସତୀ ଯାଇ ଅସୁରଠାରୁ ମାତ୍ର 2 ହାତ ଦୂରରେ ଠିଆ ହେଲା। ଅସୁର କହିଲା, ହଁ, କୌଣସି ଜନ୍ମରେ କେହି ପ୍ରାଣୀ ଯଦି ଅପରିସୀମ ଓ ଅସହ୍ୟ ପାପ କାର୍ଯ୍ୟରେ ଲିପ୍ତ ରହେ, ତେବେ ତାର ପ୍ରତିଫଳ ସ୍ୱରୂପ ଅନେକ ବର୍ଷ ହେଲା ଈଶ୍ୱର ତାକୁ ଅତି ବେଶୀରେ ମର୍ତ୍ତରେ ମଣିଷ ରୂପରେ ଜନ୍ମ ଦିଅନ୍ତି। କାହାକୁ ଅସୁର ଭାବରେ ସୃଷ୍ଟି କରିବା ପ୍ରଥା ପ୍ରାୟ ଉଠି ଯାଇଥିଲା। ମୁଁ ପୂର୍ବଜନ୍ମରେ ଗୋଟିଏ ସମୃଦ୍ଧିଶାଳୀ ରାଷ୍ଟ୍ରର ସର୍ବେସର୍ବା ଥିଲି। ସ୍ୱୀକାର କରୁଛି, ମୁଁ ସେତେବେଳେ ଅନେକ ପାପ କାର୍ଯ୍ୟ କରିଛି। ମଣିଷ ହୋଇ ମଣିଷ ସମାଜର ଶତ୍ରୁ ଭଳି ଅନେକ ପଦକ୍ଷେପ ନେଇଛି। ତଥାପି ମୋର ଅସୁର ରୂପେ ସୃଷ୍ଟି ହେବାର ନଥିଲା। ଈଶ୍ୱର ବୋଧେ ଅନ୍ୟ କିଛି ଅଭିଶାପ ଖୋଜି ପାଇଲେ ନାହିଁ। ସତୀ ଠିଆ ହୋଇଥିବା ଜାଗାରେ ବସି ସାରିଥିଲା। ଅସୁର କହି ଚାଲିଥିଲା, ଈଶ୍ୱର ମୋତେ ଅସୁର ହୋଇଯିବାକୁ ଅଭିଶାପ ଦେବା ମାତ୍ରେ ମୁଁ କାତର ହୋଇପଡ଼ିଲି। ମୋର ମୁକ୍ତିର ଉପାୟ ପଚାରିଲି। ଈଶ୍ୱର ସାମାନ୍ୟ ପ୍ରସନ୍ନ ଥିଲେ। କହିଲେ, ଯେଉଁଦିନ ମୁଁ ଗୋଟେ ସତୀ ରାଜକନ୍ୟାର ଶରୀର ଦଖଲ କରିପାରିବି, ସେଦିନ ଯାଇ ସେ ମୋତେ ମୁକ୍ତି ମିଳିବ। କିନ୍ତୁ ମର୍ତ୍ତ୍ୟକୁ ଆସିବା ପରେ ଜାଣିପାରିଲି ଈଶ୍ୱର ମୋ ସହିତ କପଟ କଲେ। ବୋଧହୁଏ ତାଙ୍କର ଇଚ୍ଛା ମୁଁ ଚିରକାଳ ଏମିତି ଅସୁର ହୋଇ ରହିଥାଏ। ମର୍ତ୍ତ୍ୟରେ ଯେ ଆଉ ରାଜପୁରୁଷ ବା ରାଜକନ୍ୟା ନାହାନ୍ତି, ସମସ୍ତେ କେବଳ ରଜା ଭଳି ଧନୀ ହେବାର ଲାଳସାରେ ବିଭିନ୍ନ ପ୍ରକାର କଦର୍ଯ୍ୟ କାମରେ ଲିପ୍ତ ଅଛନ୍ତି। ତାହା ଈଶ୍ୱରଙ୍କ ଅଗୋଚର ନଥିବ। ତଥାପି ମୁଁ ହତାଶ ହେଲି ନାହିଁ। ମର୍ତ୍ତ୍ୟରେ ଯେ ଆଉ ରାଜା ବୋଲି କେହି ନାହାନ୍ତି, ତେଣୁ ରାଜକନ୍ୟା ବି ନାହାନ୍ତି, ତାହା ଈଶ୍ୱରଙ୍କୁ ଜଣାଇ ଦେବା ସହିତ ମୁକ୍ତିର ଅନ୍ୟ ଉପାୟ ପଚାରିବା ପାଇଁ ତାଙ୍କ ସହିତ ମୋର ସାକ୍ଷାତ ହେବା ଜରୁରୀ ଥିଲା। ତାଙ୍କର ସାକ୍ଷାତ ପାଇବା ପାଇଁ ମୋତେ ତପସ୍ୟା କରିବାକୁ ପଡ଼ିଲା। 12 ବର୍ଷ ପରେ ସେ ମୋର ଡାକ ଶୁଣିଲେ ଓ ଉଭା ହୋଇ କହିଲେ, ତମେ କାହିଁକି ମୋତେ ସ୍ମରଣ କଲ ମୁଁ ଜାଣିଛି। ମୁଁ ତୁମର ଧୈର୍ଯ୍ୟ ଓ ମୁକ୍ତି ପ୍ରତି ନିଷ୍ଠାର ପରୀକ୍ଷା କରୁଥିଲି। ତମେ କହିବାକୁ ଚାହୁଁଛ ଯେ ରାଜକନ୍ୟା ନାହାନ୍ତି, ରାଜା ଭଳି ଧନୀ ଲୋକ ଅଛନ୍ତି। ଠିକ୍ ଅଛି, ସେମିତି ଏକ ପରିବାରର ସତୀକନ୍ୟା ମାଧ୍ୟମରେ ମଧ୍ୟ ତମେ ମୁକ୍ତିର ବୈକୁଣ୍ଠରେ ପହଞ୍ଚିପାରିବ। ସତୀ ଆମୋଦିତ ଭାବେ ପଚାରିଲା, ତମର କ'ଣ ବିଶ୍ୱାସ ହୁଏ ଏବେ ବି ପୃଥିବୀରେ ସତୀନାରୀ ଅଛନ୍ତି? ଅସୁର ଦୃଢ଼ତାର ସହିତ କହିଲା, ନିଶ୍ଚୟ। ସେ କଥା ମଧ୍ୟ ଈଶ୍ୱରଙ୍କୁ ପଚାରିଥିଲି। ଈଶ୍ୱର କହିଲେ, ଯଦି ମୁଁ ସେଭଳି ଜଣଙ୍କୁ ଖୋଜି ପାଇବାରେ ସଫଳତା ପାଇବା ପୂର୍ବରୁ
ପୃଥିବୀର ଶେଷତମ ସତୀଟି ତାର ପବିତ୍ରତା ହରାଇ ବସେ, ତେବେ ଆପଣା ଚାହିଁ ମୁଁ ମୁକ୍ତି ପାଇଯିବି। ତେଣୁ ସତୀ ଜଣେ ବି ଯଦି ପୃଥିବୀରେ ନାହିଁ, ମୁଁ ତେବେ ତଥାପି ଅସୁର ଭାବେ ବଞ୍ଚି ରହିବି କେମିତି? ଅବଶ୍ୟ ବିଭିନ୍ନ ରୂପ ଧାରଣ କରି ବିଭିନ୍ନ ସ୍ଥାନରେ ଅନୁସନ୍ଧାନ କରିବା ଭିତରେ ମୋର ଅନେକ ବର୍ଷ ବିତି ଯାଇଛି। ତୁମକୁ ଏଠାକୁ ଆଣିବା ଯାଏ ମୁକ୍ତିର ନିଶାରେ ମୁଁ ମସଗୁଲ ଥିଲି। ପ୍ରକୃତରେ ମୁଁ ତୁମକୁ ବିବାହ କରିବାକୁ ଚାହେଁ ବୋଲି ଯାହା କହିଥିଲି ତାହା ମିଛ କଥା। ଅସଲରେ ତମ ସହ ଥରେ ମାତ୍ର ଶାରୀରିକ ସମ୍ପର୍କ ସ୍ଥାପିତ ହେବା ପରେ ମୁଁ ନିସ୍ତେଜ ହୋଇଯିବି ଓ ମୋର ପ୍ରାଣବାୟୁ ଉଡ଼ିଯିବ। ତାପରେ ମୁକ୍ତି ପାଇ ମୁଁ ମୋର ବୈକୁଣ୍ଠରେ ବସିବି। କିନ୍ତୁ ତମ ସହ ଏତେ ଦିନ ରହିବା ପରେ ମୁଁ ନିଜଠାରେ ପରାଜିତ ବୋଧ କରୁଛି। ତମ ଭଳି ଜଣେ ମହିୟସୀ କୁମାରୀକୁ କାହିଁକି ଉଠାଇ ଆଣିଲି ବୋଲି ଭାବୁଛି। ବରଂ ମୁକ୍ତି ନ ପାଇଥାନ୍ତି ନାହିଁ। ମୋର କିନ୍ତୁ ମୁକ୍ତି ଦରକାର। ସେଇଥିପାଇଁ ତମକୁ ଏଠାକୁ ଆଣିବା ପରେ ମୁଁ ତମ ସହ ବଳାତ୍କାର ବି କରିପାରିଥାନ୍ତି। କିନ୍ତୁ ତମର ଇଚ୍ଛା ବିରୁଦ୍ଧରେ ତୁମର ମର୍ଯ୍ୟାଦା ହାନି କରିବାକୁ ମୁଁ ମୋଟେ ହେଲେ ଚାହିଁନାହିଁ। ମୋର ମୁକ୍ତି ତୁମ ହାତରେ। ତୁମେ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ଦ୍ୱାରା ଯଦି ମୁକ୍ତି ମିଳିଯାଆନ୍ତା, ତେବେ ମୁଁ ଅଧିକ ଖୁସି ହୁଅନ୍ତି। ଈଶ୍ୱର ସମୟ ସମୟରେ ବଡ଼ ଦୟାଳୁ। ତମେ ଚେଷ୍ଟା କରିପାର। ଅସୁରର ଉପାଖ୍ୟାନ ଶୁଣୁ ଶୁଣୁ ସତୀର ଆଖିକୁ ଲୁହ ଆସିଯାଇଥିଲା। କିନ୍ତୁ ସେ ଈଶ୍ୱର ବିଶ୍ୱାସୀ ନଥିଲା। ସେ କହିଲା, ମୁଁ ଚାହୁଁଛି ତମେ ଶୀଘ୍ର ମୁକ୍ତି ପାଅ, କିନ୍ତୁ ମୋ ମାଧ୍ୟମରେ ତାହା ସମ୍ଭବ ନୁହେଁ, କାରଣ ମୋର ଜଣେ ପ୍ରେମିକ ଅଛି। ସେଥିରେ ଯାଏ ଆସେ କ'ଣ? ଅସୁର କହିଲାଗିଲା, ଭଁରର ସାନ୍ନିଧ୍ୟ ପାଇନଥିବା ଫୁଲ ମୋର ଦରକାର। ତାହା ଚହକୁଥିବା ବାସ୍ନାକୁ ବାଟରେ ଯାଉଥିବା ଲୋକ ଆଘ୍ରାଣ କଲେ କ'ଣ ଫୁଲର ପବିତ୍ରତା ନଷ୍ଟ ହୋଇଯାଏ? ତମ ପ୍ରେମିକକୁ ତମେ କେବଳ ମନ ଦେଇଥିବ ସିନା। ଯାହାକୁ ପିଲାଟି ଦିନରୁ ଭଲ ପାଉଛି, କେବଳ ମନ ଦିଆନିଆରେ ତାକୁ ସନ୍ତୁଷ୍ଟ ରଖି ହୁଅନ୍ତା? ଆଜିକାଲି ପ୍ରେମରେ ପଡ଼ିଥିବା କେହି ଝିଅ ବିବାହ ପର୍ଯ୍ୟନ୍ତ ତା ଶରୀରର ପବିତ୍ରତା ବଜାୟ ରଖି ପାରୁଛି ବୋଲି ତମେ ବିଶ୍ୱାସ ରଖୁଛ? ସତୀ ପ୍ରଶ୍ନ କଲା। ଅସୁର ପ୍ରତିବାଦ କଲାଭଳି କହିଲା, କାହିଁକି ନୁହେଁ? ସତୀ ଦରଦୀ କଣ୍ଠରେ ଅଭିନୟ କଲା, କିନ୍ତୁ ରାଜ, ମୋର ନାଁଟି କେବଳ ସତୀ। ମୁଁ ଦୁଃଖିତ, ମୋ ମାଧ୍ୟମରେ ତମ ମୁକ୍ତି ପାଇବାର ସ୍ୱପ୍ନ କେବଳ ସ୍ୱପ୍ନରେ ହିଁ ରହିଯିବ। ସତୀର କହିବା ନ ସରୁଣୁ ଅସୁର ତା ଗାଲରେ ଗୋଟେ ଶକ୍ତ ଚାପୁଡ଼ା ଦେଲା। ଝଡ଼ ବେଗରେ ଉଠିଯାଏ ସେ ଗୁମ୍ଫାର ଦ୍ୱାର ଦେଶରୁ ପଥରଟିକୁ ହଟାଇ ଦେଲା ଓ ବାହାରକୁ ଯାଇ ନିଜର ମୁଣ୍ଡବାଳ ଝିଙ୍କି ଛାତି ବିଦାରି ନିଜକୁ ପ୍ରହାର କରି ଗର୍ଜନ କଲା, ଈଶ୍ୱର, ତମେ ବଡ଼ ଦଗାବାଜ। ତାପରେ ସେ ଦୌଡ଼ି ଦୌଡ଼ି ଯାଇ ବଡ଼ ବଡ଼ ଗଛମାନଙ୍କର ଦେହରେ ଧକ୍କା ଖାଇଲା। ତା ଧକ୍କାରେ ଗଛଗୁଡ଼ିକ ଉପୁଡ଼ି ଯାଇଥିଲା। ସେ ଗର୍ଜନ କରି ଚାଲିଥିଲା। କେମିତି ଭାବରେ ଯାଉଥିଲା, ସତେ କି ଈଶ୍ୱରଙ୍କ ତଣ୍ଟିଟା ସେ ଚିପିଦେବ। ସେ କିଛି ଦୂର ଚାଲିଯିବା ପରେ ପଥର ଉହାଡ଼ରୁ ବାହାରି ଆସି ତାକୁ ଗୁଳି ମାରିବା ପାଇଁ ତ୍ରିବିକ୍ରମ ବନ୍ଧୁକ ସଜିଲ କଲା। ସତୀ ବାରଣ କଲା, ନା, ଗୁଳି ମାରନି। ସେମିତିରେ ସେ ମରିବ ନାହିଁ, ବରଂ ଗୁଳି ଫୁଟିବା ଶବ୍ଦ ହେବା ମାତ୍ରେ ଏବେ ଯେପରି ଭାବେ ତାର ବିଶ୍ୱାସ ତୁଟି ଯାଇଛି, ସେ ଫେରିଆସି ମୋତେ ଓ ତୁମକୁ ଅବିଳମ୍ବେ ହତ୍ୟା କରିବ। ତ୍ରିବିକ୍ରମ ପ୍ରଶ୍ନ କଲା, ତମେ ତାକୁ ମିଛ କଥା କାହିଁ କହିଲ? ସତୀ ଯୁକ୍ତି କଲା, ତା ଛଡ଼ା ଉପାୟ କ'ଣ ଥିଲା? ତ୍ରିବିକ୍ରମ ବିସ୍ମୟରେ ପ୍ରଶ୍ନ କଲା, ତମଠାରେ ନିଶ୍ଚୟ କିଛି ଯାଦୁ ଅଛି। ମୁଁ ଆଶ୍ଚର୍ଯ୍ୟ ହେଉଛି, ଅସୁରଟି ଏତେ ସହଜରେ କେମିତି ତୁମ କଥା କହି ବିଶ୍ୱାସ କରିଗଲା? ମୋର ବି ବିଶ୍ୱାସ ହେଉଛି ଅସୁର ଯେ ତମର ମର୍ଯ୍ୟାଦା କ୍ଷୁଣ୍ଣ କରି ନାହିଁ। ଏକଥା କହି ତମେ ଆମ ଲୋକମାନଙ୍କ ମନରେ ମଧ୍ୟ ବିଶ୍ୱାସ ଜନ୍ମାଇ ପାରିବ। ସତୀ ହଠାତ୍ ଗମ୍ଭୀର ହୋଇଗଲା। ପ୍ରଶ୍ନ କଲା, ଯଦି ନ ପାରେ, ମୋତେ କ'ଣ ଅଗ୍ନି ପରୀକ୍ଷା ଦେବାକୁ ପଡ଼ିବ? ତ୍ରିବିକ୍ରମ ସ୍ମିତ ହସି କହିଲା, ଅଗ୍ନି ପରୀକ୍ଷା ନ ଦେଲେ ବି ସମାଜରେ ରହିବାକୁ ହେଲେ ସମାଜ ଦ୍ୱାରା ଅନୁମୋଦିତ ବ୍ୟବସ୍ଥା ଗ୍ରହଣ କରିବାକୁ ତ ପଡ଼ିବ। ସତୀ ଚେରା କଲା, ଯଦି ମୁଁ ତାହା ଗ୍ରହଣ କରିନପାରେ? ତ୍ରିବିକ୍ରମ ବୁଝାଇଲା, ସେମିତି କ'ଣ ହୁଏ? ଏଥର ସତୀ କଠୋର ସ୍ୱରରେ ପ୍ରଶ୍ନ କଲା, ତମେ କ'ଣ ଭାବୁଛ? ମୋ ଭାବିବାରେ କ'ଣ ଅଛି? ତ୍ରିବିକ୍ରମ ହତଭମ୍ବ ଭାବେ କହିଲା, ତମେ ଜଣେ ସାହସୀ ପ୍ରେମିକ ନୁହଁ। ସତୀ ତାର ନିଷ୍ପତ୍ତି ଶୁଣାଇଲା ଓ କହିଲା, ବିକ୍ରମ, ପୁରୁଷର ମୁକ୍ତି ପାଇଁ ନାରୀର ସୃଷ୍ଟି। ମୃତ୍ୟୁ ପର୍ଯ୍ୟନ୍ତ ଲଜ୍ଜାଜନକ ଘୃଣ୍ୟ ଜୀବନଟିଏ ବଞ୍ଚି ରହିବାକୁ ନୁହେଁ। ରାତି ତଥାପି ପାଇନଥିଲା। ଜହ୍ନ ଆଲୁଅରେ ସତୀ ଦେଖିପାରୁଥିଲା କିଛି ଦୂରରେ ଅସୁର ଗଛ ଦେହରେ ଯାଇ ବାଡ଼େଇ ହେଉଛି ଓ ତାର ଚିତ୍କାର ସତୀକୁ ଶୁଣାଯାଉଥିଲା। ହଠାତ୍ ସତୀ ଚିତ୍କାର କଲା, ରାଜ, ରାଜ। ଅସୁରର ଗର୍ଜନ ବନ୍ଦ ହେଲା। ସତୀ ଆଉ ଥରେ ଡାକିଲା, ରାଜ। ଝଡ଼ ବେଗରେ ରାଜ ଗୁମ୍ଫା ଆଡ଼କୁ ଆସୁଥିବା ଦେଖାଗଲା। ସତୀ ତ୍ରିବିକ୍ରମକୁ କହିଲା, ତମେ ଏବେ ଗଛ ଉହାଡ଼ରେ ଲୁଚିଯାଅ। ଅସୁର ଆସି ସତୀ ପାଖେ ଠିଆ ହେଲା। ସତୀ ତାକୁ କୋଳେଇ ନେଲା। କହିଲା, ମୁଁ ଅନୁତପ୍ତ।
ତୁମକୁ ମିଛ କଥା କହିଲି। ମୋ ଜରିଆରେ ତମେ ମୁକ୍ତିର ଅନୁସରଣ କରିପାର। ମୁଁ ପ୍ରସ୍ତୁତ। କହିସାରି ଅସୁରକୁ ବନ୍ଧନମୁକ୍ତ କରିବା ପରେ ସତୀ ଗୁମ୍ଫା ଆଡ଼କୁ ଅଗ୍ରସର ହେଲା। ଅସୁର ତାର ଅନୁସରଣ କଲା। ଗୁମ୍ଫା ଭିତରକୁ ଯିବା ପରେ ସତୀ କହିଲା, ଦ୍ୱାର ବନ୍ଦ କର। ଅସୁର ପ୍ରତିବାଦ କଲା, ନା, ମୋର ପ୍ରାଣବାୟୁ ଉଡ଼ିଯିବା ପରେ ତମେ ଆଉ ଏ ପଥରଟିକୁ ଘୁଞ୍ଚାଇ ବାହାରକୁ ଯାଇପାରିବ ନାହିଁ। ସତୀ ଆଦେଶ ଦେଲା, ବନ୍ଦ କର, ମୁଁ କହୁଛି। ଅସୁର ଅବମାନନା କରିପାରିଲା ନାହିଁ। ସେ ଦ୍ୱାର ମୁହଁରେ ପଥରଟି ରଖିଦେବା ମାତ୍ରେ ତ୍ରିବିକ୍ରମ ପଥର ପାଖକୁ ଆସିଗଲା। ଭିତରକୁ ଦେଖିପାରିବା ଭଳି କୌଣସି ସୁଯୋଗ ନଥିଲା। ତେବେ ସେ ସତୀ ଓ ରାଜର କଥାବାର୍ତ୍ତା ଶୁଣିପାରୁଥିଲା। ଏକ ସମୟରେ ସତୀ କହିଲା, ରାଜ, ତମେ କେତେ ସରଳ, କେତେ ଭଲ ତମେ ରାଜ। ତାପରେ ଅନେକ ସମୟ ଯାଏଁ ଆଉ କିଛି ଶୁଣାଗଲା ନାହିଁ। ଶେଷରେ ସତୀର କଣ୍ଠସ୍ୱର ପଥର ଆରପଟରୁ ଶୁଭିଲା, ବିକ୍ରମ, ଶକ୍ତି ଥିଲେ ଦ୍ୱାର ମୁହଁରୁ ଏ ପଥର ହଟାଅ। ସତ୍ ସାହସ ଥିଲେ ମୋତେ ତମ ସାଙ୍ଗରେ ନେଇଯାଅ। ତମର ଯଦି ପ୍ରଥମେ ମୃତ୍ୟୁ ହୁଏ, ତେବେ ତମ ଚିତାରେ ଝାସ ଦେବାକୁ ମୁଁ ଏଣିକ ପ୍ରସ୍ତୁତ। ସେତେବେଳକୁ ଗୁମ୍ଫା ମୁହଁରେ ପଥରରେ ପିଠିକୁ ଆଉଜାଇ ତ୍ରିବିକ୍ରମ ଚାହିଁ ରହିଥିଲା ଶୂନ୍ୟକୁ, ଆକାଶକୁ। ଦେଖୁଥିଲା ଯେ ନାହିଁ ମେଘ ଉହାଡ଼କୁ କିପରି ଅପସରି ଯାଉଛି ଜ୍ୟୋତିଷ୍ମାନ ଜହ୍ନ। ତେବେ ଏଇଠାରେ ଶେଷ ହେଲା ଗାଳ୍ପିକ ସଦାନନ୍ଦ ତ୍ରିପାଠୀଙ୍କର ଗଳ୍ପ ସତୀ। ରହିଲି, ନମସ୍କାର।